ସୁଜି ଦହି ମିଶେଇ ମିକ୍ସ କରି ଗୋଟେ ଚକୁଳି ବନେଇବା 5 ମିନିଟ୍ରେ। ବିରି ଚାଉଳ ବତୁରେଇବା ଟେନସନ୍ ନଥିବ। ଗୋଟେ ଥର ଏଇଭଳି ବି ବନେଇବା। ଆସନ୍ତୁ ଦେଖିବା। ସୁଜି ଗୋଟେ କପ୍, ଅଧା ବାଉଲ୍ ଯେତିକି ସୁଜି ଦେଇଛି ଅଧା ଦହି ନେଇଯାଇଛି। ସ୍ୱାଦ ଅନୁଯାୟୀ ଲୁଣ ପକାଇଦେବା, ଟିକେ ଘୋଡ଼େଇକି ରଖିଦେବା 5 ମିନିଟ୍। ବର୍ତ୍ତମାନ ମିକ୍ସି ଜାର୍ରେ ଟିକେ ଭଲ ଭାବେ ଗ୍ରାଇଣ୍ଡ କରିଦେବା 2 ମିନିଟ୍। ହେଇଗଲା, ବହୁତ ପ୍ଲେନ୍ ଫାଇନ୍ ପେଷ୍ଟ ହେଇଯିବ। ସୁଜି ଦହି ମିଶିଯିବ। ବର୍ତ୍ତମାନ ତାୱା ତତେଇଛି, ଧୀରେ ଧୀରେ ପକାଇବା ଗୋଟେ ଡଙ୍କି। ଓଲଟେଇଲେ ଆପଣଙ୍କ ଇଚ୍ଛା ଓଲଟେଇବେ, ନାହିଁ ତ ଏମିତି କାଢ଼ିଦେବେ। ଏଇ ବେଟରଟାକୁ ନେଇ ଇଡଲି ବି ଆମେ ପ୍ରସ୍ତୁତ କରିପାରିବା। ଦେଖନ୍ତୁ, ଚଟନି ବନେଇବା। ଟମାଟୋ ସବୁ ରଖିଦେବା ଏମିତି କାଟିକି ଗୋଟେ କଡ଼େଇରେ। ଟିକେ ତେଲ ପକାଇଦେବା, ରସୁଣ ଟିକେ ପକାଇଦେବା, 2 ମିନିଟ୍ ଘୋଡ଼େଇକି ରଖିଦେବା। ସେ ଚୋପା ସବୁ ଛାଡ଼ିଗଲା ପରେ ଚୋପା ସବୁ ଏମିତି ସ୍ପୁନ୍ ସାହାଯ୍ୟରେ କାଢ଼ିଦେବା। ତାକୁ ଥଣ୍ଡା କରିକି ଲୁଣ ଟିକେ ପକାଇ ମିକ୍ସି ଜାର୍ରେ ଗ୍ରାଇଣ୍ଡ କରିନେବା। ହେଇଯାଇଛି ଆମର ଚଟନି। ଧନିଆ ପତ୍ର ଟିକେ ପକାଇ ସର୍ଭ କରିଦେବା ଚକୁଳି ସହ। ଏମିତି ବନେଇ ଖାଆନ୍ତୁ, କେମିତି ଲାଗେ।